ସମସ୍ତଙ୍କୁ ନମସ୍କାର। ଆମ ବିଚିତ୍ର ବିଶ୍ୱ ବହିର ପ୍ରଥମ ପାଠ ଏକତ୍ର ବାସ କରିବାର ମୋ ଗ୍ରାମ ଚାରିପାଖରେ ଭ୍ରମଣର ଭାଗ 2କୁ ସମସ୍ତଙ୍କୁ ସ୍ୱାଗତ କରୁଛି। ଆମେ ଭାଗ 1ରେ ଆମେ ଚନ୍ଦନର ଗାଁ ବୁଲିଥିଲେ। ତାଙ୍କ ଗାଁରେ କଣ ସବୁ ଅଛି ସେ ସବୁକୁ ଆମେ ନିରୀକ୍ଷଣ କରିଥିଲେ। ଏବେ ଆମେ ଦେଖିବା ଭାଗ 2ରେ କଣ ଅଛି। ତେଣୁ ଏଇ ଅଧ୍ୟାୟ ଶେଷରେ ତୁମମାନେ କଣ କରିବ ନା ତୁମ ଅଞ୍ଚଳରେ ଥିବା ବିଭିନ୍ନ ସ୍ଥାନ ସମ୍ବନ୍ଧରେ କହିବ। କେଉଁ କେଉଁ ସ୍ଥାନ ସବୁ ଅଛି ସର୍ବସାଧାରଣ ସ୍ଥାନ, ତା ସହିତ ବିଭିନ୍ନ ଲୋକଙ୍କ ସମ୍ବନ୍ଧରେ କହିବ ଯେଉଁମାନେ ତମକୁ ବିଭିନ୍ନ କାମରେ ସହାୟତା ପ୍ରଦାନ କରିଥାନ୍ତି। ସେମାନଙ୍କ ସମ୍ପର୍କରେ ତୁମେ ମଧ୍ୟ କହିବ। ତେଣୁକରି ଆସ ଆମେ ପ୍ରଥମେ ଗୋଟେ ଗପ ଶୁଣିବା। ଟିକି ଓ ଟୁକୁ ଦୁଇ ଭାଇ ଭଉଣୀ। ଦିନେ ସେମାନେ ସେମାନଙ୍କ ବାପାଙ୍କ ସହିତ ସହର ବୁଲିବାକୁ ଯାଇଥିଲେ। ଚିତ୍ରରେ ତୁମମାନେ ଦେଖିପାରୁଥିବ। ସେଦିନ ବାପା ସେମାନଙ୍କୁ ସାଧାରଣ ସ୍ଥାନରେ କିପରି ବ୍ୟବହାର କରିବାକୁ ହୁଏ ତାହା ଶିଖାଇବାକୁ ସ୍ଥିର କଲେ। ତାହେଲେ ସାଧାରଣ ସ୍ଥାନ କଣ ନା ଯେଉଁ ସ୍ଥାନରେ ସମସ୍ତ ଲୋକମାନେ ଯାତାୟାତ କରନ୍ତି, ସେଠାରେ ଏକାଠି ହୁଅନ୍ତି, ସେଟା ସର୍ବସାଧାରଣ ସ୍ଥାନ। ତେଣୁ ତାର ଯଦି ଆମେ ଠିକ ଭାବେ ଯତ୍ନ ନ ନେବା ତାହେଲେ ସେସବୁ ଧୀରେ ଧୀରେ ନଷ୍ଟ ହେଇଯିବ ଆଉ ଆମର ବ୍ୟବହାର ଉପଯୋଗୀ ହୋଇ ରହିବ ନାହିଁ। ତେଣୁ ଆମକୁ ତାର ଯତ୍ନ ନେବାକୁ ପଡିବ। ତ କିପରି ଯତ୍ନ ନେବା ସେଥିପାଇଁ ବାପା ତାଙ୍କୁ ଶିଖେଇବାକୁ ଚେଷ୍ଟା କଲେ। ତ ସେମାନେ କୁଆଡେ ଯାଇଥିଲେ ନା ତାଙ୍କ ଜେଜେବାପାଙ୍କୁ ଦେଖିବା ପାଇଁ ଡାକ୍ତରଖାନା ଯାଇଥିଲେ। ତ ଡାକ୍ତରଖାନାରେ ପଶୁ ପଶୁ ଟୁକୁ ଜୋରରେ ପାଟି କରି କହିଲା, ବାପା ଦେଖ କେତେ ବଡ ବିଲ୍ଡିଂ। ତ ବାପା ସାଙ୍ଗେ ସାଙ୍ଗେ କଣ କଲେ ନା ଟୁକୁର ଓଠରେ ଆଙ୍ଗୁଠି ରଖି ଇସାରାରେ ଚୁପ୍ ରହିବାକୁ କହିଲେ। କାହିଁକି ନା ସେ ବୁଝାଇଲେ ଯେ ଡାକ୍ତରଖାନାରେ ରୋଗୀମାନେ ବିଶ୍ରାମ ନେଉଛନ୍ତି। ତେଣୁ ଏଠାରେ ପାଟି କରିବା ଅନୁଚିତ। କାରଣ ଯଦି ପାଟି କରିବ କଣ ହବ ନା ରୋଗୀମାନେ ଯୋଉ ବିଶ୍ରାମ ନେଉଛନ୍ତି ତାଙ୍କର ଡିଷ୍ଟର୍ବ ହବ। ତେଣୁକରି ଏଠାରେ ଡାକ୍ତରଖାନାରେ ଜୋରରେ ଆମେ ପାଟି କରିବା ନାହିଁ। ଏହାପରେ ସେମାନେ ଔଷଧ ନେବା ସମୟରେ ବାପା ନିଜ ପାଳି ଆସିବା ଯାଏଁ ଧାଡିରେ ଠିଆ ହେଲେ। ସେ କହିଲେ, କାହାକୁ ଠେଲାପେଲା ନ କରି ନିଜ ପାଳିକୁ ଅପେକ୍ଷା କରିବା ହିଁ ଶୃଙ୍ଖଳା। କାରଣ ଆମେ ତ ଧାଡିରେ ଯାଉଛେ, ଆମେ ନିଜ ପାଳି ଆସିବା ଯାଏଁ ଅପେକ୍ଷା କରିବା। ଠେଲାପେଲା କଲେ ଆମେ ପଡିଯିବା, ଆମର ମଧ୍ୟ ନିଜର କ୍ଷତି ହେବ। ତାପରେ ସେମାନେ କଣ କଲେ ନା ଡାକ୍ତରଖାନାରୁ ଫେରିବା ବେଳେ ଏକ ବଡ ଦୋକାନକୁ ଗଲେ। ଯେଉଁ ଟିକି କଣ କଲା ନା ଗୋଟେ ଚକୋଲେଟ ଖାଇ ତାର ଚୋପାକୁ ସାଙ୍ଗେ ସାଙ୍ଗେ ସେଇଠି ଫିଙ୍ଗିଦେଲା। ତା ବାପା କଣ କଲେ ନା ତାକୁ ଅଟକାଇ କହିଲେ, ଟିକି ଏହା ଏକ ସାଧାରଣ ସ୍ଥାନ। ଯଦି ସମସ୍ତେ ଏପରି ଅଳିଆ କରିବେ ତେବେ ପରିବେଶ ଅଶୁଚି ହେଇଯିବ। ଅଶୁଚି ମାନେ କଣ ଦୂଷିତ ହେଇଯିବ, ପରିବେଶ ଖରାପ ହେଇଯିବ। ତେଣୁ ଆମେ କେବେ ବି ଅଳିଆ ଆବର୍ଜନା ପକେଇବା ନାହିଁ। ତ କୋଉଠି ପକେଇବା ନା ସବୁବେଳେ ଏହାକୁ ଆମେ ଏକ ଡଷ୍ଟବିନ୍ ବା ଅଳିଆ କୁଣ୍ଡରେ ଆମେ ପକାଇବା। ତେଣୁ ବାପା ଟିକିକୁ ସେ ଚୋପାଟି ଉଠାଇ ପାଖରେ ଥିବା ଅଳିଆ କୁଣ୍ଡରେ ପକାଇବାକୁ କହିଲେ। ତ ଦୋକାନୀରେ ସଜା ହୋଇଥିବା ଜିନିଷ ଗୁଡିକୁ ଅଯଥାରେ ଛୁଇଁବା ବା ଖରାପ କରିବା ଅନୁଚିତ ବୋଲି ସେମାନେ ଶିଖିଥିଲେ। ଶେଷରେ ସେମାନେ ଟିକେ ସମୟ ପାଇଁ ପାର୍କକୁ ଗଲେ। ସେଠାରେ ଟୁକୁ ଗୋଟିଏ ଫୁଲ ତୋଳିବାକୁ ଚେଷ୍ଟା କଲା। ବାପା ବୁଝାଇଲେ, ଏହି ପାର୍କ ସମସ୍ତଙ୍କ ପାଇଁ। ଫୁଲଟି ଗଛରେ ଥିଲେ ସମସ୍ତେ ଦେଖି ଖୁସି ହେବେ, କିନ୍ତୁ ତୋଳିଦେଲେ ତାହା ଶୁଖିଯିବ। ତେଣୁ ଆମେ ଯେତେବେଳେ ପାର୍କ ଯାଉଛେ ସେଠି ଆମେ ଯୋଉ ଫୁଲ ଅଛି ସେ ଫୁଲ ଗୁଡିକୁ ଛିଡାଇବା ନାହିଁ। କାରଣ ତାହା ପାର୍କକୁ ସୁନ୍ଦର କରି ରଖିଥାଏ ଆଉ ଲୋକମାନଙ୍କ ମନରେ ଆନନ୍ଦ ଭରି ଦେଇଥାଏ। ତେଣୁ ସାଧାରଣ ସ୍ଥାନ ଗୁଡିକ ଆମ ସମସ୍ତଙ୍କର। ଏଠାରେ ଶାନ୍ତି ରକ୍ଷା କରିବା, ଅଳିଆ ନ କରିବା ଓ ଅନ୍ୟମାନଙ୍କୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ। ତେଣୁ ବାପାଙ୍କ କଥା ଶୁଣି ଟିକି ଟୁକୁ ପ୍ରତିଜ୍ଞା କଲେ ଯେ ସେମାନେ ଜଣେ ଜଣେ ଦାୟିତ୍ୱବାନ ନାଗରିକ ଭାବେ ସବୁବେଳେ ସାଧାରଣ ସ୍ଥାନର ନିୟମ ମାନିବେ ଆଉ ତାର ସୁରକ୍ଷା କରିବେ, ତାର ଯତ୍ନ ନେବେ। ତେଣୁ ଆସ ଆମେ ଟିକେ କଥା ହବା। ତୁମ ଅଞ୍ଚଳରେ ପାର୍କ, ବିଦ୍ୟାଳୟ, ଡାକ୍ତରଖାନା, ବସଷ୍ଟାଣ୍ଡ ଭଳି ସ୍ଥାନ ଗୁଡିକ ତୁମ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ? ପ୍ରଥମେ ହେଲା ବିଦ୍ୟାଳୟ। ଯଦି ବିଦ୍ୟାଳୟ ନଥିବ କଣ ହବ? ଆମେ ମାନେ ଶିକ୍ଷା ଗ୍ରହଣ କରିପାରିବା ନାହିଁ। ତେଣୁ ବିଦ୍ୟାଳୟ ଆମକୁ ଶିକ୍ଷା ଗ୍ରହଣରେ ସାହାଯ୍ୟ କରିଥାଏ। ଡାକ୍ତରଖାନା କଣ କରେ ନା ସ୍ୱାସ୍ଥ୍ୟ ସମସ୍ୟା ହେଲେ ଚିକିତ୍ସା କରିଥାଏ, ଆମର ରୋଗର ନିବାରଣ କରିଥାଏ।
ପାର୍କରେ ଶାରୀରିକ ଓ ମାନସିକ ବିକାଶ ପାଇଁ ଖେଳକୁଦ କରାଯାଏ ନା ନାଇଁ? ଶାରୀରିକ ବିକାଶ କିପରି ହୁଏ? ପାର୍କରେ ଖେଳକୁଦ କଲେ ଶରୀର ସୁସ୍ଥ ରହେ। ସେହିପରି ପାର୍କ ଯୋଉ ସୁନ୍ଦର ମନୋରମ ପରିବେଶ ଥାଏ ତାହା ଆମ ମନକୁ ଶାନ୍ତି ଦେଇଥାଏ। ବସ୍ ଷ୍ଟାଣ୍ଡରେ ସେମିତି କଣ ହୁଏ? ଲୋକମାନେ ବସକୁ ଅପେକ୍ଷା କରନ୍ତି ଆଉ ବସରେ ବସି ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଯାତାୟାତ କରିଥାନ୍ତି। ତ ଯଦି ତୁମ ଅଞ୍ଚଳରେ ଏସବୁ ଜିନିଷ ନ ରହିବ ତେବେ କଣ ଅସୁବିଧା ହେବ? ନା ବିଦ୍ୟାଳୟ ନଥିଲେ ପଢିବା ପାଇଁ ବହୁ ଦୂରକୁ ଯିବାକୁ ପଡିବ। ଡାକ୍ତରଖାନା ନଥିଲେ ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା ପାଇଁ ସମସ୍ୟା ହେବ ଓ ଜୀବନ ପ୍ରତି ବିପଦ ସୃଷ୍ଟି ହେବ। ବସ୍ ଷ୍ଟାଣ୍ଡ ନଥିଲେ ଯାତାୟାତ କରିବା କଷ୍ଟକର ହୋଇ ପଡିବ। ଆଉ କଣ ହବ? ତେଣୁ ଏହି ସ୍ଥାନ ଗୁଡିକୁ ପରିଷ୍କାର ଓ ନିରାପଦ ରଖିବା ପାଇଁ ଆମେ କଣ କରିବା? ଏଣେ ତେଣେ ଅଳିଆ ନ ଫିଙ୍ଗି ସବୁବେଳେ ଡଷ୍ଟବିନ୍ ବା ଅଳିଆ କୁଣ୍ଡ ବ୍ୟବହାର କରିବା। ପାର୍କରେ ଥିବା ଗଛଲତାକୁ ନଷ୍ଟ କରିବା ନାହିଁ କିମ୍ବା ଫୁଲ ଛିଣ୍ଡାଇବା ନାହିଁ। ସାର୍ବଜନୀନ ସମ୍ପତ୍ତିର କୌଣସି କ୍ଷତି କରିବା ନାହିଁ। ଯେମିତି ତୁମେ ଦେଖିଥିବ ଲୋକମାନେ ସବୁ କାନ୍ଥରେ ଅଙ୍ଗାର ଲେଖି ଦିଅନ୍ତି, ବେଞ୍ଚ ଭାଙ୍ଗି ଦିଅନ୍ତି। ସେସବୁ କାମ ଆମେ କରିବା ନାହିଁ। ତା ସହିତ ସମସ୍ତଙ୍କୁ ସ୍ୱଚ୍ଛତା ବିଷୟରେ ସଚେତନ କରିବା। ନିଜେ ଶିଖିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରାଇବା। ତେଣୁ ଆସ ଆମେ ଆମ ଚାରି ପାଖରେ ଥିବା ଲୋକମାନଙ୍କୁ ଦେଖିବା ଆଉ ସେମାନେ କଣ କରନ୍ତି ଦେଖିବା। ତ ଦେଖିଲେ ଚିତ୍ରରେ କଣ ଅଛି? ଜଣେ ଦୋକାନୀ ଯିଏକି ଆମର ଦୈନନ୍ଦିନ ଆବଶ୍ୟକ ଜିନିଷ, ଖାଦ୍ୟ ସାମଗ୍ରୀ, ପୋଷାକ ପତ୍ର ଏବଂ ଅନ୍ୟାନ୍ୟ ଉପହାର ସବୁ ବିକ୍ରି କରିଥାନ୍ତି ଆଉ ଗ୍ରାହକଙ୍କୁ ସାମଗ୍ରୀ ବିକ୍ରି କରିଥାନ୍ତି। ସଠିକ ଓଜନ ଓ ମୂଲ୍ୟର ଜିନିଷ ଯୋଗାଇ ଦେଇଥାନ୍ତି। ଆମେ ଯେତିକି ଓଜନ ଜିନିଷ ଦରକାର କରୁ ସେତିକି ଓଜନ ଜିନିଷ ସିଏ ଆମକୁ ଯୋଗାଇ ଦେଇଥାନ୍ତି। ଆଉ ଗୋଟେ ଦେଖିବା, ଦେଖିଲେ ଏଟା କେଉଁ ସ୍ଥାନ ଚିତ୍ର? ରାସ୍ତାର, ନାଇଁ? ତେଣୁ ବିଭିନ୍ନ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସମ୍ପର୍କିତ କରିଥାଏ। ଯଦି ତୁମ ଗାଁରେ ରାସ୍ତା ନଥିବ ତୁମେ ତ ମାମୁଁ ଘରକୁ କେମିତି ଯିବ? ଯାଇପାରିବ? ଯାଇପାରିବ ନାହିଁ। ତେଣୁ ବିଭିନ୍ନ ଅଞ୍ଚଳରେ ଯୋଉ ଲୋକମାନେ ଅଛନ୍ତି ତାଙ୍କୁ ସେ ସମ୍ପର୍କିତ କରିଥାଏ। ତା ସହିତ ସାମଗ୍ରୀ ଗୁଡ଼ିକର ସହଜ ସ୍ଥାନାନ୍ତରଣ ଏବଂ ପରିବହନ ହୋଇପାରିଥାଏ। ଯାତାୟାତ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରେ। ଲୋକମାନେ ସହଜରେ ଯାତାୟାତ କରିପାରନ୍ତି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ। ଆଉ କଣ ହୁଏ ଦେଖ, ଏଇଟା ଦେଖିଲ କୋଉମାନେ ଏଠି ଅଛନ୍ତି? ନା ପୋଲିସ ଅଛନ୍ତି, ନାଇଁ? ତାହେଲେ ପୋଲିସ ଆମକୁ କଣ କରେ? ନା ସୁରକ୍ଷା ପ୍ରଦାନ କରେ। ତା ସହିତ ଆଇନ ଶୃଙ୍ଖଳା ରକ୍ଷା କରିବାରେ ସାହାଯ୍ୟ କରେ। ଅପରାଧ ନିୟନ୍ତ୍ରଣ କରି ଲୋକଙ୍କୁ ଶାନ୍ତିରେ ରଖେ। ଅପରାଧୀ ମାନଙ୍କୁ ଧରିଥାଏ, ଯାହା ଫଳରେ ଆମ ସମାଜରେ ଶାନ୍ତି ରହିଥାଏ। ଆଉ ଗୋଟେ ଚିତ୍ର ଦେଖିଲେ ଏଟା କଣ ଅଛି? ସ୍କୁଲ ବା ବିଦ୍ୟାଳୟ, ନାଇଁ? ଯୋଉଠି ପିଲାମାନେ ଖେଳୁଛନ୍ତି, କିଛି ପିଲା ପାଠ ପଢୁଛନ୍ତି, ଶିକ୍ଷୟିତ୍ରୀ ତାଙ୍କୁ ପଢଉଛନ୍ତି। ତେଣୁକରି ଦେଖିବା ବିଦ୍ୟାଳୟ ପିଲାମାନଙ୍କୁ ଶିକ୍ଷାଦାନ କରେ ଓ ଛାତ୍ରଛାତ୍ରୀ ମାନଙ୍କର ଚରିତ୍ର ଗଠନ ଓ ଜ୍ଞାନ ବୃଦ୍ଧିରେ ସହାୟକ ହୋଇଥାଏ। ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ସୁସମ୍ପର୍କ ସୃଷ୍ଟି କରିଥାଏ। ଏଇଠି ଦେଖିଲ କଣ? ଏଇଟା ସ୍ୱାସ୍ଥ୍ୟ କେନ୍ଦ୍ର, ନାଇଁ? ଯେଉଁଠି ଆମେ ଅସୁସ୍ଥତା ପାଇଁ ଚିକିତ୍ସା କରିଥାଉ, ଆମ ରୋଗର ଚିକିତ୍ସା କରୁ, ରୋଗୀଙ୍କୁ ସେବା ଓ ଔଷଧ ପ୍ରଦାନ କରାଯାଏ, ଟୀକାକରଣ ଓ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରାଯାଏ। ତେଣୁ ତୁମେମାନେ ଜାଣ କି ଲୋକମାନେ ଓ ସ୍ଥାନ ଗୁଡିକ ଆମ ଗୋଷ୍ଠୀର ଅଂଶ ବିଶେଷ। ବିଦ୍ୟାଳୟ, ବଜାର, ଖେଳ ପଡିଆ, ରାସ୍ତାଘାଟ ଭଳି ସ୍ଥାନ ଗୁଡିକ ପ୍ରତ୍ୟେକ ବ୍ୟକ୍ତି ବ୍ୟବହାର କରନ୍ତି। ସର୍ବସାଧାରଣ ସ୍ଥାନ ଗୁଡିକ ଖେଳିବା, ଆରାମ କରିବା, ଅନ୍ୟମାନଙ୍କୁ ସାକ୍ଷାତ କରିବା ଭଳି ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ। ଲୋକମାନେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ସେଗୁଡିକୁ ସଫା କରିବା ଓ ସଜାଇବା ପାଇଁ ଏକାଠି ହୁଅନ୍ତି। ଏହି ଭାଗିଦାରୀ ଅନୁଭୂତି ଆମକୁ ନିକଟତର କରିଥାଏ ଏବଂ ସୁନ୍ଦର ଅନୁଭୂତି ଦେଇଥାଏ। ତେବେ ଆସ ଆମେ କେତୋଟି ପ୍ରଶ୍ନର ଉତ୍ତର କରିବା। ଯେଉଁ ସ୍ଥାନରେ ଚିଠି ପକାଯାଏ ତାକୁ କଣ କୁହାଯାଏ? ଡାକ ବାକ୍ସ, ନାଇଁ? ବିଦ୍ୟାଳୟ ବଗିଚାର ଯତ୍ନ କିଏ ନିଅନ୍ତି? ମାଳି। ଗଛ ପାଇଁ ଆମେ କେଉଁଠାରେ ଗାତ ଖୋଳୁ? ମାଟିରେ। ହଁ। ଗାଁର କେଉଁ ସ୍ଥାନରେ ବିଭିନ୍ନ ପ୍ରକାର ଦୋଳି
ଓ ଖେଳ ସାମଗ୍ରୀ ଥାଏ। ଗାଁର କେଉଁ ସ୍ଥାନରେ ବିଭିନ୍ନ ପ୍ରକାର ଦୋଳି ଓ ଖେଳ ସାମଗ୍ରୀ ଥାଏ? ଖେଳ ପଡିଆ ବା ପାର୍କ। ତେବେ ଆସ କେତୋଟି ଶୂନ୍ୟ ସ୍ଥାନ ପୂରଣ କରିବା। ଗଛ ଲଗାଇବା ଦ୍ୱାରା ପୃଥିବୀ ଡ୍ୟାସ୍ ହୋଇ ଉଠିବ? ସବୁଜ। ଡ୍ୟାସ୍ ଆମକୁ ସୁରକ୍ଷା ପ୍ରଦାନ କରନ୍ତି? ପୋଲିସ। ଭେରି ଗୁଡ। ଆମର ଆବଶ୍ୟକ ଜିନିଷ ଡ୍ୟାସ୍ ଯୋଗାଇ ଦିଅନ୍ତି? ଦୋକାନୀ, ନାଇଁ? ଚିକିତ୍ସା ପାଇଁ ଆମେ ଡ୍ୟାସ୍ କୁ ଯାଉ? ଡାକ୍ତରଖାନା ବା ସ୍ୱାସ୍ଥ୍ୟ କେନ୍ଦ୍ର। ଏବେ ଆସ ଗୋଟେ ସ୍ତମ୍ଭ ମିଳନ କରିବା। କିଏ କେଉଁ କାମ କରନ୍ତି? ରାଜମିସ୍ତ୍ରୀ କଣ କରନ୍ତି? ନା ଇଟା ପଥରରେ ଘର ତୋଳିଥାନ୍ତି। ସଫେଇ କର୍ମଚାରୀ କଣ କରନ୍ତି? ନା ପରିବେଶକୁ ସଫା ରଖନ୍ତି। କିଏ କେଉଁ କାମ କରନ୍ତି? ରାଜମିସ୍ତ୍ରୀ କଣ କରନ୍ତି? ନା ଇଟା ପଥରରେ ଘର ତୋଳିଥାନ୍ତି। ସଫେଇ କର୍ମଚାରୀ କଣ କରନ୍ତି? ନା ପରିବେଶକୁ ସଫା ରଖନ୍ତି। ଡ୍ରାଇଭର ବସ୍ ଚଲାଇଥାନ୍ତି। ଶିକ୍ଷକ ଆମକୁ ନୂଆ ଜିନିଷ ଶିଖାଇଥାନ୍ତି। ବସ୍ ଚଲାଇଥାନ୍ତି। ଶିକ୍ଷକ ଆମକୁ ନୂଆ ଜିନିଷ ଶିଖାଇଥାନ୍ତି। ବୁଝିପାରିଲ ପିଲାମାନେ? ତେଣୁ ଏହା ହିଁ ଥିଲା ଆଜି ଆମର ଆଲୋଚନାର ବିଷୟବସ୍ତୁ। ତ ଆଶା କରୁଛି ତୁମେମାନେ କିଛି ନୂଆ ମଧ୍ୟ ଶିଖିଥିବ। ତେବେ ଆଜି ଏଇଠାରେ ରହୁଛି। ପୁଣି ଆଗାମୀ ଅଧ୍ୟାୟରେ ଦେଖାହବ। ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।